ମୁଁ କୁମୁଦିନୀ ସ୍ୱାଇଁ, ମୋ ଘର ଡେଲାଙ୍ଗ ଷ୍ଟେସନ ବଜାର। ମୁଁ ସେଠି ପ୍ରାୟ 84 ମସିହାରୁ ଘର କଲିଣି। ଆଉ ସେ ଘର ଛାତ ଉପରେ 3-4 ବର୍ଷ ପୂର୍ବରୁ ଗୋଟେ ବ୍ରହ୍ମକମଳ ଗଛ ଆଣିକି ମୁଁ ଲଗେଇଥିଲି। ମୋତେ ଡେଲାଙ୍ଗ ଷ୍ଟେସନ ଡେଲାଙ୍ଗ ହାଟର ଜଣେ ବନ୍ଧୁ ଏ ଗଛ ଦେଇଥିଲେ। ସେ ଗଛଟିକୁ ମୁଁ ବହୁତ ଯତ୍ନ ସହକାରେ ବଢ଼େଇଥିଲି। 2 ବର୍ଷ ପରେ ସେ ଗଛରେ ମୋର ଫୁଲ ଆସିଲା। ଫୁଲ ଦେଖିକି ମୋ ମନ ଭାରି ଖୁସି ହେଲା। ଯେହେତୁ ସେ ଦୁର୍ଲଭ ଫୁଲ, ମୁଁ ତାକୁ ଜଗନ୍ନାଥଙ୍କ ପାଖରେ କେମିତି ସମର୍ପଣ କରିବି, ସବୁବେଳେ ମୋ ମନ ସେଥିପାଇଁ କି ବ୍ୟାକୁଳ ହେଉଥାଏ। ତେଣୁ ମୁଁ 2 ଜଣ ପୂଜାରୀଙ୍କୁ ଡାକିକି ସେ ଫୁଲ ତୋଳିକି ପ୍ରଥମ ବର୍ଷ 7ଟି ଫୁଲ ଦେଇଥିଲି। ତା ପର ବର୍ଷ ମୋର ପୁଣି 14ଟି ଫୁଲ ଫୁଟିଲା। ମୁଁ ସେଇ 14ଟି ଫୁଲ ବି ସେଇ ପୂଜାରୀଙ୍କୁ ଡାକିକିରି ଦେଇଥିଲି ସେ ଜଗନ୍ନାଥ ମନ୍ଦିରକୁ। ଆଉ ଗୋଟିଏ ଦେଇଥିଲି ଆମ ଦାସିଆବରୀ ପୀଠକୁ। ଏ ବର୍ଷ କିନ୍ତୁ ମୋର ପ୍ରଥମ ଥରରେ 14ଟି ଫୁଲ ଫୁଟିଥିଲା। ତା ଥର ପରେ 18ଟି ଫୁଲ ଫୁଟିଲା। ଏବେ ପୁଣି 4-5ଟି ଗଢ଼ ହେଇଛି। ଆଉ ମୁଁ ସେ ଫୁଲକୁ ପୁଣି ସେଇ ଜଗନ୍ନାଥଙ୍କୁ ଦେବା ପାଇଁ କି ଚେଷ୍ଟା କଲି ଏବଂ ସେ ଫୁଲକୁ ସେଇ ଦାସିଆବରୀ ପୀଠର 2 ଜଣ ବ୍ରାହ୍ମଣଙ୍କୁ ଡାକିକି ପୂଜା ଧ୍ୱଜା କରି ବରଣ କରି ସେ ଫୁଲକୁ ତାଙ୍କୁ ଅର୍ପଣ କଲି। ସେ ଫୁଲ ନେଇକି ମୋର ଆମ ପୁରୀକୁ ଆସୁଥିବା ତୁଳସୀ ବାବା, ଯିଏକି ଢେଙ୍କାନାଳ ଅନୁଗୁଳରୁ ଆସନ୍ତି, ସେ ମା ଆସିକି କାରରେ ଆସି ମୋ ଫୁଲକୁ ନେଇଥିଲେ। ମୋ ମନ ଭାରି ଖୁସି ହେଇଥିଲା ଏବଂ ସେ ଫୁଲ ଜଗନ୍ନାଥଙ୍କ ପାଖରେ ସମର୍ପଣ ହେବାକୁ ଯାଇଥିବାରୁ ମୋ ମନ ଭାରି ଖୁସି ହେଇଛି। ଆଉ ମୁଁ ଭାବିଛି ମୋ ଭାଗ୍ୟ ବୋଧେ ଏହା ଦ୍ୱାରା ନିଶ୍ଚିନ୍ତ ପରିବର୍ତ୍ତନ ହେବ।